ସଫଳତା ପାଇବା ପାଇଁ ଆଗ୍ରହ କିମ୍ବା ଏକାଗ୍ରତା ରହିବା ଦରକାର। କାହିଁକିନା ଭାବନା ଶକ୍ତି ସମସ୍ତଙ୍କର ଥାଏ, କିନ୍ତୁ ସେ ଭାବନା ଶକ୍ତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ କିଛି ଲୋକଙ୍କର ଶକ୍ତି ଥାଏ। ନମସ୍କାର ବନ୍ଧୁଗଣ, ପୁଣି ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି କାହାଣୀଟି ମଣିଷର ଆଗ୍ରହ କିମ୍ବା ଏକାଗ୍ରତା ବିଷୟରେ ଅଟେ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଏବଂ ନିଜର ମହତ୍ତ୍ୱପୂର୍ଣ୍ଣ ସମାଜରୁ ଟିକିଏ ବାହାର କରି ଏହି କାହାଣୀକୁ ଦିଅନ୍ତୁ। ଗୋଟିଏ ଜୈନ ଗୁରୁ ଏବଂ ତାଙ୍କର କେତୋଟି ଶିଷ୍ୟ ଗାଧୋଇବା ପାଇଁ ନଦୀ ତଟକୁ ଗଲେ। ଯେମିତି ଗାଧି ସାରି ଜୈନ ଗୁରୁ ନଦୀ ବାହାରକୁ ଆସି ଚାଲିବାକୁ ଲାଗିଲେ, ସବୁ ଶିଷ୍ୟ ତାଙ୍କ ପାଖକୁ ଆସିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ କହିଲା, ଗୁରୁଜୀ, ମୁଁ ବହୁତ ଜ୍ଞାନ ଅର୍ଜନ କରିବା ପାଇଁ କ'ଣ କରିବି? ସେ ପାଖରେ ଗୋଟିଏ କୁକୁରଟିଏ ଛିଡ଼ା ହୋଇଥାଏ। ତାକୁ ଦେଖାଇ ଗୁରୁଜୀ କହିଲେ, ଏହି କୁକୁରଠାରୁ ଶିଖ, ଏବଂ ସେତକ କହି ଆଗକୁ ଚାଲିବାକୁ ଲାଗିଲେ। ସେ ଶିଷ୍ୟ ବହୁତ ଦୁଃଖୀ ହୋଇଗଲା, କାହିଁକିନା ଗୁରୁଜୀ ତା'ର ପ୍ରଶ୍ନକୁ ଅଣଦେଖା କରିଦେଲେ। ସେ ପୁଣି କହିଲା, ଗୁରୁଜୀ, ମୁଁ ସେ କୁକୁରଠାରୁ କ'ଣ ଶିଖିବାକୁ ପାଇବି? ବିନା କିଛି କହି ଗୁରୁ ଆଗକୁ ଚାଲିଲେ। ସେ ଶିଷ୍ୟ ପୁଣି କହିଲା, ମୁଁ ସେ କୁକୁରଠାରୁ କିଛି ବି ଶିଖିବାକୁ ଚାହୁଁନାହିଁ। ଦୟାପୂର୍ବକ ଆପଣ ମୋତେ କହନ୍ତୁ। ସେହି ସମାଜରେ ଆଗରେ ଖେଳୁଥିବା ଆଉ ଏକ କୁକୁରକୁ ଦେଖାଇ କହିଲେ, ତ ଏହି କୁକୁରଠାରୁ ଶିଖ। ସେତେବେଳେ ସେ ଶିଷ୍ୟ କହିଲା, ଏବେ ଆପଣ ମୋର ଉପହାସ କରୁଛନ୍ତି ଗୁରୁବର। ଗୋଟିଏ ମଣିଷ କୁକୁରଠାରୁ କ'ଣ ଶିଖିପାରିବ? ଖାଇବା, ପିଇବା, ଶୋଇବା ଏବଂ ଛୁଆ ଜନ୍ମ କରିବା। ତାଠାରୁ ଆଉ ଅଧିକ କ'ଣ ଶିଖିପାରିବ ଯେ ମୁଁ କୁକୁରଠାରୁ ଶିଖିବି? ମୁଁ ଏହିସବୁ ଜଞ୍ଜାଲରୁ ମୁକ୍ତ ହେବା ପାଇଁ ତ ଆପଣଙ୍କ ଶିଷ୍ୟ ବନିଯାଇଛି। ତ ତମେ ବି ଖାଅ ଏବଂ ଶୁଅ। ଗୁରୁବର ଏହି କଥା କହି ତାଙ୍କ ଝୋପଡ଼ିକୁ ଚାଲିଗଲେ। ସେ ଶିଷ୍ୟ ଚାହିଁ ରହି ସେହିଠାରେ ହିଁ ଛିଡ଼ା ହୋଇ ରହିଗଲା। ବନ୍ଧୁଗଣ, ସେ ଗୁରୁଜୀ ଶିଷ୍ୟଙ୍କୁ ଗୋଟିଏ ସୁନ୍ଦର ଶିକ୍ଷାଟି ଦେଇଗଲେ। ଯେଉଁ ପ୍ରକାରରେ ସେ କୁକୁର ଖାଇବା ସମାଜରେ ଖାଲି ଖାଇଥାଏ, ଶୋଇବା ସମାଜରେ ଖାଲି ଶୋଇଥାଏ, ସେ ଯେତେବେଳେ ଯେଉଁ କାମକୁ କରେ ସେ ସେହି ସମାଜରେ ସେହି କାମକୁ ହିଁ କରେ। ଅନ୍ୟ କାମ ଉପରେ ତା'ର ଧ୍ୟାନ ଯାଏ ନାହିଁ। ସେମିତି ଆମେ କିଛି ବି କରିବା, ସେହି ସମାଜରେ ଆମର ମନ ଏବଂ ଶରୀର ସେହି କାର୍ଯ୍ୟରେ ଲାଗି ରହିବା ଦରକାର। ଯଦି ଆମେ ଏହି ଛୋଟ କଥାଟିକୁ ଜାଣିଯିବା କି ଯାହା ବି କରିବା ପୁରା ହୋସ୍, ବିଶ୍ୱାସ, ଏକାଗ୍ରତା ବର୍ତ୍ତମାନରେ ରହି କରିବା, ପୁରା ମନ, ଶରୀର, ଆଗ୍ରହ ସେହି କାର୍ଯ୍ୟରେ ଲାଗି ରହିଥିବା ଦରକାର। ଯଦି ଆମେ ଏହି ଛୋଟ ଅଭ୍ୟାସଟିକୁ ଆମ ଜୀବନରେ ପ୍ରୟୋଗ କରିଦେବା, ତ ଆମ ଜୀବନର ସବୁ ସମସ୍ୟାରୁ ଅଧା ସମସ୍ୟା ସେମିତି ହିଁ ସମାଧାନ ହୋଇଯିବ। ଆଜିକାଲି ପ୍ରତ୍ୟେକ ବ୍ୟକ୍ତି କ'ଣ କରନ୍ତି? ସେ ଖାଉଥାଏ କିନ୍ତୁ ତାକୁ ଖାଇବା କହିବା ନାହିଁ। ସେ ଶୋଇଥାଏ କିନ୍ତୁ ତାକୁ ଶୋଇବା କହିବା ନାହିଁ। କାହିଁକିନା ଯେତେବେଳେ ଖାଦ୍ୟ ଖାଉଥାଏ ତ ସେ ଖାଦ୍ୟରେ ପୁରା ଭାବରେ ସେ ସାମିଲ ହୋଇନଥାଏ। ଯଦି ଗୋଟିଏ ବ୍ୟକ୍ତି ସ୍ୱାଦିଷ୍ଟ ଭୋଜନ ମଧ୍ୟ କରୁଥାଏ, ସେ ଭୋଜନର ପ୍ରଥମରୁ ଦ୍ୱିତୀୟ ମୁଠା ପର୍ଯ୍ୟନ୍ତ ଉପଭୋଗ କରେ, କିନ୍ତୁ ପରବର୍ତ୍ତୀ ସମାଜରେ ସେ ଖାଦ୍ୟ ତା ଗଳାରୁ ଯାଇ ପେଟ ଭିତରକୁ ଯାଏ, କିନ୍ତୁ ତା'ର ମନ ସେ ଭୋଜନ ଥାଳିରେ ନଥାଇ ଅନ୍ୟ କେଉଁଠାରେ ଲାଗି ରହିଥାଏ। ଆଜିକାଲି ତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ହାତରେ ମୋବାଇଲ ଏବଂ ଆଉ ଏକ ହାତରେ ଭୋଜନର ଥାଳି ଧରି ବସି ପଡ଼ନ୍ତି ଏବଂ ଭୋଜନ କମ୍, ମୋବାଇଲ ଅଧିକ ଖାଆନ୍ତି। ସେଥିପାଇଁ ତ ତାଙ୍କର ପେଟ ନ ପୁରି ମନ ପୁରିଯାଏ। ତ ଆମକୁ ଆଜି ଦରକାର ଅଟେ କି ନିଜକୁ ବର୍ତ୍ତମାନରେ ବାନ୍ଧି ରଖିବା, ବର୍ତ୍ତମାନରେ ଜୀଇବା ଏବଂ ଯେଉଁ କାର୍ଯ୍ୟକୁ କରୁଛ ତାକୁ ଏକାଗ୍ରତା ସହିତ ପୁରା କରି ତାପରେ ଅନ୍ୟ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ। ବନ୍ଧୁଗଣ, ଏହି କାହାଣୀଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ ଏବଂ ଭଲ ଲାଗିଥିଲେ ଗୋଟିଏ ସେୟାର କରନ୍ତୁ ନିଜ ସାଙ୍ଗସାଥି ଏବଂ ପରିବାର ଲୋକଙ୍କ ପାଖକୁ।